ଗଛ, ଘର ଦ୍ୱାର, ପାହାଡ଼, ପର୍ବତ, ଝରଣା, ନଈ, ପଶୁ, ପକ୍ଷୀ ଏ ସବୁ ସମସ୍ତଙ୍କୁ ନେଇକି ପରିବେଶ ଗଠିତ। ଶୁଭିଲା? ଜାଣିପାରିଲ? ପରିବେଶ କାହାକୁ ନେଇ ସବୁ ଗଠିତ? କାହାକୁ ନେଇ ଗଠିତ? ପାହାଡ଼, ଝରଣା, ପର୍ବତ, ମାଟି, ପାଣି, ପବନ ଏ ସବୁ ହଉଛି ଗୋଟେ ପରିବେଶ। ଆଙ୍କୁ ସବୁ ନେଇ ପରିବେଶ ଗଠିତ। ପରିବେଶର ଅଂଶ ବିଶେଷ ମାନେ ସବୁ ଟେବୁଲ, ଚେୟାର, କଳାପଟା ଯାହା ତମ ଚତୁର୍ପାର୍ଶ୍ୱରେ ଦେଖୁଛ ତାହା ହଉଛି ପରିବେଶ। ହେଲା? ଆଜି ଆମେ ପଢିବା ସେ ପରିବେଶକୁ ଆମେ କେମିତି ସଫା ସୁତରା ରଖିବା। ହେଲା? ଆଚ୍ଛା ପୋଖରୀ ଦେଖିଛ? ନଈ ନାଳ ଦେଖିଛ? ଦେଖିଛ ସମସ୍ତେ? କୋଉ ରବର ପେଟରେ ହଁ ଦେଖିଛ? ଆଚ୍ଛା ଆମେ ସେ ନଈ ନାଳ ପାଣି, ପୋଖରୀ ପାଣିକି ସଫା ରଖିବା। ସଫା ନ ରଖିଲେ କଣ ହବ? କଣ ହବ? ଆମକୁ ରୋଗ ହବ। ସେ ପାଣି ବ୍ୟବହାର କରିବା ଦ୍ୱାରା ଆମକୁ ପେଟ ରୋଗ ହବ, ଚର୍ମ ରୋଗ ହବ। ବୁଝିପାରୁଛ? ଆଚ୍ଛା ପୋଖରୀ କୋଉ କାମରେ ଲାଗିଥାଏ? ପୋଖରୀରେ ଆମେ କଣ କରିଥାଉ? ଲୁଗାପଟା ସଫା କରିଥାଉ, ଗାଧୋଇଥାଉ। ପୋଖରୀ ପାଣିରେ ଆମେ ଚାଷ ଜମିରେ ପାଣି ମଡେଇଥାଉ। ଏଇ ସବୁ କାମ ହୁଏ। ହେଲା? ଆଚ୍ଛା ପୋଖରୀ ପାଣି ଯଦି ଆମେ ସଫା ନ ରଖିବା ସେ ପାଣି ଯଦି ଆମେ ବ୍ୟବହାର କରିବା ଆମକୁ ରୋଗ ହବ। କୋଉ ରୋଗ ସବୁ ହବ? ନା ଚର୍ମ ରୋଗ ହବ, ପେଟ ରୋଗ। ସେ ପାଣି ପିଇ ଅସନା ପାଣି ପିଇଲେ ଆମକୁ ପେଟ ରୋଗ ହବ, ଆମ ଚର୍ମ ରୋଗ ହବ, ଆମକୁ ବିଭିନ୍ନ ପ୍ରକାର ରୋଗ ଆକ୍ରାନ୍ତ କରିବ। ହେଲା? ଆଚ୍ଛା ମଶା ଜାଣିଛ ମଶା? ଆଚ୍ଛା ମଶା ମାଧ୍ୟମରେ ଆମକୁ କି ରୋଗ ହୋଇଥାଏ? ମ୍ୟାଲେରିଆ ରୋଗ ହୋଇଥାଏ। ହେଲା? ଆଚ୍ଛା ମଶା ମାଧ୍ୟମରେ ଆମକୁ ମ୍ୟାଲେରିଆ ରୋଗ ହୋଇଥାଏ। ସବୁବେଳେ ରାତିରେ କଣ କରିବ? ମଶାରୀ ଟାଙ୍ଗି ଶୋଉଛ? ଶୋଉଛ? ରାଗୁନାହାନ୍ତି? ଆଜିଠୁ ମମିଙ୍କୁ ଯାଇ କହିବ ଦିଦି କହିଛନ୍ତି ମଶା କାମୁଡ଼ିଲେ ମ୍ୟାଲେରିଆ ହୁଏ। ହେଲା? ମଶୁରୀ ଟାଙ୍ଗିକି ଶୋଇବ। ଠିକ ଅଛି? ସମସ୍ତେ ମଶୁରୀ ଟାଙ୍ଗି ଶୋଇବ। ଯଦି ଖୋଲା ହାଣ୍ଡି ହେଲା କି ବୋତଲ ହେଲା, ଭଙ୍ଗା ଜାଗା, ନାଳ ନର୍ଦ୍ଦମାରେ ପାଣି ଜମିଲେ ମଶା ଜମି ହୁଏ। ସେଥିପାଇଁ ତାକୁ କଣ କରିବ? ନା ସେ ନାଳ ନର୍ଦ୍ଦମା ପାଣିକୁ ସଫା ରଖିବ। କୋଉଠି ଯଦି ଭଙ୍ଗା ବୋତଲ, ମାଠିଆରେ ପାଣି ଜମିଥାଏ ପାଣିକି ଫୋପାଡ଼ି ଦେବ। କାରଣ ସେ ପାଣିରୁ ହିଁ ମଶାର ଜନ୍ମ ହୋଇଥାଏ। ମଶା ହେବା ଦ୍ୱାରା ପରିବେଶ କଣ ହୋଇଥାଏ? ଅପରିଷ୍କାର ହେବା ସହିତ ମଶା ମାଧ୍ୟମରେ ଆମମାନଙ୍କୁ ରୋଗ ହୋଇଥାଏ। ଆଚ୍ଛା ମାମାଙ୍କୁ ଯାଇକି ଆଜି କହିବ ଖାଦ୍ୟକୁ ସବୁବେଳେ ଘୋଡ଼େଇକି ରଖିବେ। କାରଣ ଖାଦ୍ୟକୁ ଯେତେବେଳେ ଘୋଡ଼େଇକି ନ ରଖିବ ମାଛି ଜାଣିଛ? ମାଛି ଦେଖିଛ? ସେ ମାଛି ଆସି ଖାଦ୍ୟ ଉପରେ ବସିବ। ମାଛି ନାଶନା ଜିନିଷରେ ବସିକି ଆସିଲେ ତା ଗୋଡ଼ରେ ରୋଗ ଜୀବାଣୁ ନେଇକି ଆସିଥାଏ। ହେଲା? ରୋଗ ଜୀବାଣୁ ନେଇକି ଆସିଥାଏ। ସେ ଯେତେବେଳେ ଆମ ଖାଦ୍ୟ ଉପରେ ବସି ପଡ଼ିବ ଆସିକି ସେ ତା ରୋଗ ଜୀବାଣୁ ତା ଗୋଡ଼ ମାଧ୍ୟମରୁ ଆମ ଖାଦ୍ୟକୁ ପଳେଇ ଆସିବ। ଆମେ ସେ ଖାଦ୍ୟ ଯେତେବେଳେ ଖାଇଦେବା ସେ ଜୀବାଣୁ ସବୁ ଆମ ପେଟ ଭିତରକୁ ଯିବ। ପେଟ ଭିତରକୁ ଆମ ଯେତେବେଳେ ଯିବ କଣ ହବ? ନା ଆମକୁ ପେଟ ଜନିତ ରୋଗ ହବ, ହଇଜା, ଯକ୍ଷ୍ମା ଏଇ ସବୁ ରୋଗ ହବ। ବୁଝିପାରିଲ? ଆଚ୍ଛା ସେଥିପାଇଁ ଆମେ କଣ କରିବା? ନା ଖାଦ୍ୟକୁ ସବୁବେଳେ ଘୋଡ଼ାଇ ରଖିବା, ପାଣିକୁ ସବୁବେଳେ ଫୁଟେଇକି ଛାଣିକି ପିଇବା, ନଖ ସଫା ରଖିବା, ମଶୁରୀ ଟାଙ୍ଗିକି ଶୋଇବ, ସବୁବେଳେ ପରିଷ୍କାର ବସ୍ତ୍ର ପିନ୍ଧିବ। ପରିଷ୍କାର ବସ୍ତ୍ର ନ ପିନ୍ଧିବ